ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରସ୍ଥିତ ଡଙ୍ଗରିଗୁଡ଼ା ଆଦର୍ଶ ବିଦ୍ୟାଳୟ ନିକଟରେ ମା କାଳୀ ସୁନ୍ଦରୀ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଉତ୍ସବଟି ଗତ 29/3/24 ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇ 1/4/24 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା। ଶୁକ୍ରବାର ଦିନ ଅଙ୍କୁରାରୋପଣ, ମଣ୍ଡଳକରଣ, ଶନିବାର ଦିନ ବନ ଯାଗ, ଜଳଯାତ୍ରା, ଯଜ୍ଞ କର୍ମାରମ୍ଭ, ରବିବାର ଦିନ ରତ୍ନମୁଦ, ଦେବତା ନଗର ପରିକ୍ରମା, ଦେବତା ସ୍ନାନ ଓ ହୋମ, ସୋମବାର ଦିନ ଦେବତା ପ୍ରବେଶ, ସର୍ବସାଧାରଣ ଦର୍ଶନ, ଯଜ୍ଞର ପୂର୍ଣ୍ଣାହୁତି, ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଥିଲା। ମା କାଳୀ ସୁନ୍ଦରୀ ମନ୍ଦିର ପ୍ରତିଷ୍ଠାରେ ମନ୍ଦିରର ପରିଚାଳନା କମିଟି କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିବା ବେଳେ ହଟିଆ ରାଉତ ଓ ତାଙ୍କ ସ୍ତ୍ରୀ ଦୁହେଁ କର୍ତ୍ତା ଭାବେ ଯଜ୍ଞରେ ବସି ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଆସନ୍ତା 15/4/2024 ତାରିଖରେ ଆରମ୍ଭ ହେଉଥିବା ମା ଜଗତଜନନୀ ଠାକୁରାଣୀଙ୍କ ନବଦିନ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟିର ସ୍ଥାପନ କରାଯାଇଥିଲା। ଏହି ନବଦିନ ଯାତ୍ରାରେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶିରା, ଲାଠି, ପାଲିକି ଆସିଥିବା ବେଳେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ଦୋକାନ ବଜାର, ମୀନା ବଜାର ଗୁଡ଼ିକ ବସିଥାଏ। ଏହା ଚଳିତ ଚୈତ୍ର ମାସର 15 ତାରିଖରୁ ଆରମ୍ଭ ହୋଇ 23 ତାରିଖ ପର୍ଯ୍ୟନ୍ତ ମା ଜଗତଜନନୀ ଠାକୁରାଣୀଙ୍କ କଳସୀ ଯାତ୍ରାକୁ ଚାଲୁ ରହିବ। ଆଜିର ଶୁଭଖୁଣ୍ଟି ସ୍ଥାପନ ଦିବସରେ କଳସୀ ଯାତ୍ରା କମିଟିର ସଭାପତି ମୁନା ପାଢ଼ୀ, ଉପସଭାପତି ଆଶିଷ ରାଓ, ସମ୍ପାଦକ ସତ୍ୟ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ମାଝୀ ଏବଂ ସମସ୍ତ ସଦସ୍ୟ, ପୌରାଧ୍ୟକ୍ଷା ରାଧା ଭତ୍ରା, ବିଜେଡି ବିଧାୟିକା ପ୍ରାର୍ଥୀ ନବୀନା ନାୟକ ଏବଂ ଉମରକୋଟ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉମରକୋଟରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।